ବନ୍ଧୁଗଣ, ଗତ 10 ବର୍ଷ ଧରି ତୁମର ଖୁସି ନଷ୍ଟ ହୋଇଛି। ଏହି ନାମର ଜଣେ ମହିଳା ତୁମକୁ ନଷ୍ଟ କରିବା ପାଇଁ ଦାୟୀ। ଏହି ମହିଳା ତୁମର ହସ ଦେଖି ସହ୍ୟ କରିପାରୁନାହିଁ କିମ୍ବା ସେ ତୁମର ଉନ୍ନତି ଦେଖିପାରୁନାହିଁ। ତୁମର ଜୀବନ ବର୍ଷ ବର୍ଷ ଧରି ଏକ ଜୀବନ୍ତ ନର୍କ ପାଲଟିଛି। ତୁମର କାମ ବାରମ୍ବାର ବାଧାପ୍ରାପ୍ତ ହେଉଛି। ଏହାର କାରଣ ହେଉଛି ତାଙ୍କର ଯାଦୁବିଦ୍ୟା, ତାନ୍ତ୍ରିକ ରୀତିନୀତି ଏବଂ କଳା ଯାଦୁ। ଏହି ମହିଳା ତୁମର ସବୁଠାରୁ ପ୍ରିୟ। ତୁମେ ତାକୁ ଅନ୍ଧ ଭାବରେ ବିଶ୍ୱାସ କର। ତୁମେ ତାକୁ ହୃଦୟରୁ ଭଲ ପାଅ, କିନ୍ତୁ ପ୍ରତିବଦଳରେ ସେ ତୁମର ପଛ ପାଖରେ ପ୍ରତିଦିନ ଧୀରେ ଧୀରେ ତୁମକୁ ନଷ୍ଟ କରୁଛି। ସେ ତୁମର ପରିବାରକୁ ଧୀରେ ଧୀରେ ଭିତରୁ କ୍ଷୟ କରୁଛି। କିନ୍ତୁ ବନ୍ଧୁଗଣ, ଆଜିର ସମୟରେ ତାହାକୁ ବିଶ୍ୱାସ କରିବାର ଅର୍ଥ ହେଉଛି ତୁମର ନିଜର ଚେରକୁ କାଟିବା। କାରଣ ଏହି ମହିଳା କେବଳ ନିଜ ଘର ପୂରଣ କରିବାକୁ ଚାହାନ୍ତି। ସେ କେବଳ ଖୁସି, ଧନ, ସମ୍ପତ୍ତି ଏବଂ ବିଳାସର ଜୀବନ ଚାହାନ୍ତି। ଯଦି ସେ ତୁମ ଜୀବନରେ ଟିକିଏ ଖୁସି ଦେଖେ, ତେବେ ସେ ଭିତରେ କଷ୍ଟ ପାଇବା ଆରମ୍ଭ କରେ। ଯଦି ତୁମେ କିଛି ଟଙ୍କା ପାଅ, ତେବେ କଣ ହେବ? ଏହି ମହିଳା ସେହି ଟଙ୍କାକୁ ବାନ୍ଧିବା ପାଇଁ ତୁମ ଉପରେ ସମସ୍ତ ପ୍ରକାରର ଯାଦୁ ବିଦ୍ୟା କରିବା ଆରମ୍ଭ କରିଦିଏ। ଏହି ମହିଳା ତୁମର ପରିବାରର ଖୁସି ଦେଖିପାରେ ନାହିଁ। ସେ ତୁମର ପିଲାମାନଙ୍କୁ ହସୁଥିବାର ଦେଖିପାରିବ ନାହିଁ। ଆଜି ମୁଁ ତୁମ ଆଗରେ ଏହି ମହିଳାଙ୍କର ପ୍ରକୃତ ରଙ୍ଗ ପ୍ରକାଶ କରିବାକୁ ଯାଉଛି, କାରଣ ମୁଁ ଚାହୁଁନାହିଁ ଯେ ତୁମେ ଗତ ବର୍ଷ ଯେଉଁ ସଙ୍କଟ, ଦୁଃଖ ଏବଂ ସମସ୍ୟାର ସମ୍ମୁଖୀନ ହୋଇଥିଲ, ସେହି ସମାନ ସଙ୍କଟ, ଦୁଃଖ ଏବଂ ସମସ୍ୟାରେ ସମ୍ମୁଖୀନ ହୁଅ। ଏହି ବର୍ଷର ପ୍ରାୟ 1 କିମ୍ବା 2 ମାସ ବିତିଗଲାଣି, କିନ୍ତୁ ଆହୁରି 15 ମାସ ବାକି ଅଛି ଏବଂ ଏହି ସମୟ ହେଉଛି ଯେତେବେଳେ ତୁମର ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ। ଏହି ସମୟ ମଧ୍ୟରେ ତୁମେ ଶନିଙ୍କର ବକ୍ରି ଗତି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ। ଏହା ତୁମର ସମସ୍ତ କାର୍ଯ୍ୟକୁ ଏକ ମୁହୂର୍ତ୍ତରେ କରିଦେବ। ବିଭିନ୍ନ ସ୍ଥାନରୁ ଧନ ମଧ୍ୟ ତୁମ ପାଖକୁ ପ୍ରବାହିତ ହେବ। ଏହା ତୁମର ସମସ୍ତ କାର୍ଯ୍ୟକୁ ଏକ ମୁହୂର୍ତ୍ତରେ କରିବ। ବିଭିନ୍ନ ସ୍ଥାନରୁ ଧନ ମଧ୍ୟ ତୁମ ହାତକୁ ପ୍ରବାହିତ ହେବ। ତୁମର ପରିବାର ଛୋଟରୁ ବଡ଼ ପର୍ଯ୍ୟନ୍ତ ଖୁସି ଅନୁଭବ କରିବ। ଏହି ସବୁ ଗ୍ରହ ନକ୍ଷତ୍ର ତୁମର କଠିନ ପରିଶ୍ରମର ଫଳାଫଳ ଦେବେ। ଗତ କିଛି ବର୍ଷ ଧରି ତୁମେ ଯେଉଁ ସମସ୍ତ କଷ୍ଟ, ଯେଉଁ ସବୁ ଦୁଃଖ, ଯେଉଁ ସବୁ ଯାତନା ସହ୍ୟ କରିଛ, ତାହା ଏବେ ଏହି ସମୟ ସୀମାରେ ଫଳ ଦେବ। ଏବଂ ତୁମେ ସମସ୍ତେ ଜାଣ ଯେ ମୋର ଭବିଷ୍ୟବାଣୀ ସବୁବେଳେ 100% ସତ୍ୟ। ତୁମକୁ କେବଳ ଏହି ମହିଳାଙ୍କ ମନ୍ତ୍ରରୁ ବଞ୍ଚିବାକୁ ପଡ଼ିବ, କାରଣ ସେ ସବୁବେଳେ ତୁମର ଖୁସି ଉପରେ ତାର ଖରାପ ଦୃଷ୍ଟି ପକାଏ। ସେ ତୁମର ଘରେ ସକାରାତ୍ମକ ଶକ୍ତି, ତୁମ ଘରେ ବାସ କରୁଥିବା ଦେବତା ଏବଂ ତୁମ ଘରେ ବାସ କରୁଥିବା ପୂର୍ବପୁରୁଷ ମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। କିନ୍ତୁ ଯଥେଷ୍ଟ ହୋଇଗଲା। ମୁଁ ଆଜି ତୁମକୁ ଏହି ମହିଳାଙ୍କ ମନ୍ତ୍ରରୁ ବାହାର କରି ତୁମର ଆଖି ଖୋଲିଦେବି। କାରଣ ବନ୍ଧୁଗଣ, ସମୟ ଆସିଛି ଯେତେବେଳେ ତୁମେ ତୁମର ପିଲାମାନଙ୍କ ପାଇଁ ଖୁସି ଆଣିବ, ଯେତେବେଳେ ତୁମେ ତୁମର ପରିବାର ଏବଂ ନିଜର ସ୍ୱପ୍ନ ପୂରଣ କରିପାରିବ। କାରଣ ଯେତେବେଳେ ତୁମର ଟଙ୍କା ନଥିଲା, ଯେତେବେଳେ ତୁମ ଜୀବନରେ ଖୁସିର ଅଭାବ ଥିଲା, ତୁମର ପରିବାର ସବୁଠାରୁ ଅଧିକ ଦୁଃଖ ଭୋଗ କରିଥିଲା। ତୁମର ପିଲାମାନେ ସବୁଠାରୁ ଅଧିକ ଦୁଃଖ ଭୋଗ କରିଥିଲେ। ଜଣେ ମହିଳାଙ୍କର ମନ୍ତ୍ର ତୁମର ପିଲାମାନଙ୍କୁ, ତୁମର ପରିବାରକୁ, ତୁମର ପିତାମାତାଙ୍କୁ, ତୁମର ଜୀବନ ସାଥୀଙ୍କୁ ସମସ୍ତଙ୍କୁ ପ୍ରଭାବିତ କରିଛି। ସେମାନେ ମଧ୍ୟ ଦୁଃଖ ଭୋଗ କରିଛନ୍ତି। ଯେତେବେଳେ ସମସ୍ତେ ଜୀବନରେ ସଫଳତା ହାସଲ କରୁଥିଲେ, ନୂତନ ସ୍ଥାନକୁ ଯାତ୍ରା କରୁଥିଲେ, ବହୁତ ଭଲ ଭଲ ହୋଟେଲରେ ଭୋଜନ କରୁଥିଲେ, ନୂଆ ପୋଷାକ ପିନ୍ଧୁଥିଲେ ଏବଂ ବଡ଼ ଗାଡି କିଣୁଥିଲେ, ତୁମେ ସେତେବେଳେ ସଂଘର୍ଷ କରୁଥିଲ। ଏହି ମହିଳାଙ୍କ କଳା କାର୍ଯ୍ୟ ଯୋଗୁଁ ତୁମେ ଦୁଃଖ ପାଉଥିଲ। ତୁମେ ଆଖିରେ ଲୁହ ଢାଳୁଥିଲ। ତୁମର ପରିବାରର ସଦସ୍ୟମାନେ ମଧ୍ୟ ଲୁହ ଗଡାଉଥିଲେ। ତୁମେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲ, ହେ ଈଶ୍ୱର, ମୁଁ କେଉଁ ପାପ କରିଛି? ମୋ ପାଖକୁ କାହିଁକି ଖୁସି ଆସୁନାହିଁ? କିନ୍ତୁ ବନ୍ଧୁଗଣ, ତୁମେ କୌଣସି ପାପ କରିନାହଁ, ନା ତୁମେ କିଛି ଭୁଲ କରିନାହଁ। ତୁମର ଭାଗ୍ୟ ଖରାପ ମଧ୍ୟ ନୁହେଁ। ଯଦି କୌଣସି କାରଣ ଅଛି, ଯଦି ତୁମର ବିନାଶର ସବୁଠାରୁ ବଡ଼ କାରଣ ଅଛି, ତୁମର ପ୍ରଗତିରେ ବାଧା ସୃଷ୍ଟି ହେଉଛି ତୁମର ଦାରିଦ୍ର୍ୟ,
ତୁମର ଦାରିଦ୍ର୍ୟର କାରଣ ହେଉଛି ଏହି ମହିଳା, ଯିଏ ସବୁବେଳେ ତୁମ ଉପରେ ନଜର ରଖୁଛି, ଯିଏ ସବୁବେଳେ ତାର ମନ୍ଦ ଉଦ୍ଦେଶ୍ୟ ସହିତ ତୁମର ଜୀବନକୁ ନଷ୍ଟ କରୁଛି। ଆଜି ଏହି ମହିଳାକୁ ତୁମ ଘରକୁ ଆସିବାରୁ ବାରଣ କର, କାରଣ ପ୍ରତ୍ୟେକ ଥର ସେ ତୁମ ଘର ଭିତରକୁ ପାଦ ଦେଲେ ଏହା ଝଗଡା ସୃଷ୍ଟି କରେ, ତୁମର ବ୍ୟବସାୟରେ କ୍ଷତି ଆସେ, ତୁମେ କାମରେ ସମସ୍ୟାର ସମ୍ମୁଖୀନ ହୁଅ, ତୁମର ଦିନ ଖରାପ ହୋଇଯାଏ, ମାସ ମଧ୍ୟ ଖରାପ ହୋଇଯାଏ, ତୁମର ପିଲାମାନଙ୍କର ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହୁଏ, ଆହୁରି ମଧ୍ୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏବଂ ପରିବାରରେ ଝଗଡା ହୁଏ, କାରଣ ଏହି ମହିଳାଙ୍କ ପାଦ ଏତେ ଅଶୁଭ ଯେ ତାଙ୍କର କେବଳ ଉପସ୍ଥିତି ତୁମର ଘରକୁ ନର୍କରେ ପରିଣତ କରିଦିଏ। ତେଣୁ ଏହି ମହିଳାଙ୍କୁ ଚିହ୍ନଟ କର ଏବଂ ଆଜି ତାଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗି ଦିଅ। ମୁଁ ଆଜି ତୁମକୁ ସମସ୍ତ ବିବରଣୀ ଦେବି, ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋ ସହିତ ରୁହ। ଏବେ ବହୁତ ଧ୍ୟାନ ଦେଇ ଶୁଣ। କିନ୍ତୁ ବାଲାଜୀ ମହାରାଜଙ୍କର ସଚ୍ଚ ଭକ୍ତମାନେ ଭିଡିଓକୁ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ ଏବଂ କମେଣ୍ଟ ବକ୍ସରେ ଜୟ ବଜରଙ୍ଗ ବାଲି ଲେଖିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମେ ସମାଜରେ ଏପରି ଅନେକ ଉଦାହରଣ ଦେଖୁ ଯେଉଁଠାରେ ସ୍ତ୍ରୀ ସ୍ୱାମୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏପରି ଜଣେ ମହିଳା ଆମ ଜୀବନରେ ଆସିପାରନ୍ତି କିମ୍ବା ନ ଆସିପାରନ୍ତି। ଆମେ ତାଙ୍କୁ କିପରି ଚିହ୍ନିବୁ? ଦେଖନ୍ତୁ, ଆପଣ ନିଶ୍ଚିତ ଭାବରେ ଗୋଟିଏ କଥା ଶୁଣିଥିବେ, ଜଣେ ବ୍ୟକ୍ତି କିଛି କୁହନ୍ତୁ ବା ନ କୁହନ୍ତୁ, ତାଙ୍କର ଆଖି ସବୁ କିଛି ପ୍ରକାଶ କରେ। ଆପଣଙ୍କୁ ମଧ୍ୟ ସେହି ମହିଳାଙ୍କୁ ତାଙ୍କ ଆଖି ମାଧ୍ୟମରେ ବୁଝିବାକୁ ପଡିବ। ଯେଉଁ ମହିଳା ଆପଣଙ୍କ ଖୁସି, ଆପଣଙ୍କ ପିଲାମାନଙ୍କୁ, ଆପଣଙ୍କ ଘରକୁ ଆଣିଥିବା ନୂତନ ଜିନିଷ ଗୁଡିକୁ ଦେଖୁଛନ୍ତି, ଏହିପରି ଏକ ବଡ ରେଫ୍ରିଜରେଟର ଯେତେବେଳେ ଆପଣ ଖାଉଛନ୍ତି ସେ ଖାଦ୍ୟକୁ ଦେଖୁଛନ୍ତି, ଯେତେବେଳେ ସେ ଆପଣଙ୍କ ଘରେ ପାଦ ଦିଅନ୍ତି ସେ ପ୍ରଥମେ ଏଣେ ତେଣେ ଦେଖନ୍ତି। ସେ ତୁମ ଘରର ମହଙ୍ଗା ଜିନିଷ ସହ୍ୟ କରିପାରନ୍ତିନି ଏବଂ ଯେତେବେଳେ ତୁମ ପରିବାର ହସୁଥାଏ ସେ ମୁହଁକୁ କେମିତି ଗୋଟେ କରି ରଖନ୍ତି ଏବଂ ରାଗି ଚାହିଁଥାନ୍ତି। ଏପରି ମହିଳାଙ୍କ ଠାରୁ ସାବଧାନ ରୁହ, କାରଣ ସେ କଥା ହେଉ କି ନ ହଉ ତାଙ୍କ ଆଖି ଆମକୁ କହୁଛି ଯେ ତାଙ୍କ ଭିତରେ କ୍ରୋଧର ଜ୍ୱାଳାମୁଖୀ ଫୁଟି ଉଠୁଛି ଏବଂ ଆପଣଙ୍କୁ ତାଙ୍କ ଠାରୁ ଦୂରେଇ ରହିବାକୁ ପଡିବ। ଏପରି ଜଣେ ମହିଳା ଅଛନ୍ତି ଯିଏ ଆପଣଙ୍କ ଘରେ ପ୍ରବେଶ କରିବା ମାତ୍ରେ ତାଙ୍କର ଆଖି ବୁଲାଇ ସବୁକିଛି ଉପରେ ନଜର ରଖିବାକୁ ଆରମ୍ଭ କରନ୍ତି। ଏପରି ମହିଳାଙ୍କର ଏତେ ଖରାପ ନଜର ଥାଏ ଯେ ସେ ଯେକୌଣସି ଖାଦ୍ୟ କିମ୍ବା ଜିନିଷ ଦେଖନ୍ତି ତାହା କିଛି ଦିନ ମଧ୍ୟରେ ନଷ୍ଟ ହୋଇଯାଏ। ତେଣୁ ଟିକେ ସତର୍କ ରୁହନ୍ତୁ। ଆମେ ଆମ ଘରେ ଅତିଥି ରହିବାକୁ ଭଲ ପାଉ, କିନ୍ତୁ ସେମାନେ ଦେବତା ପରି ହେବା ଉଚିତ। ଯଦି ସେହି ଅତିଥି ରାକ୍ଷସ ପରି ଆପଣଙ୍କ ଘରକୁ ଆଶୀର୍ବାଦ ଦେବା ବଦଳରେ ସେମାନେ ଆପଣଙ୍କ ଘରକୁ ଶ୍ମଶାନରେ ପରିଣତ କରିଦେବେ। କିଛି ପଡୋଶୀ ସାମାନ୍ୟ କଥାରେ ଆମ ପାରିବାରିକ ମାମଲାରେ ହସ୍ତକ୍ଷେପ କରିବାକୁ ଆସନ୍ତି। ସାଧାରଣତଃ ପୁରୁଷମାନେ ସେମାନଙ୍କ କାମରେ ବ୍ୟସ୍ତ ଥାନ୍ତି ଏବଂ ମହିଳାମାନେ ଘରେ ଥାନ୍ତି। ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଗତ ମାମଲା ଚାଲିଛି ଏବଂ ଆପଣଙ୍କ ପଡୋଶୀ କିମ୍ବା ସମ୍ପର୍କୀୟ ବାରମ୍ବାର ଆପଣଙ୍କ ଘରକୁ ଆସି ଆପଣଙ୍କର ବ୍ୟକ୍ତିଗତ ମାମଲାରେ ଅଯଥା ହସ୍ତକ୍ଷେପ କରନ୍ତି, ପ୍ରାୟତଃ କୌଣସି କାରଣ ବିନା ଯଦି ଏହି ମହିଳାମାନେ ଆପଣଙ୍କ ଘରେ ଆସି ବସିଥାନ୍ତି, ଆପଣଙ୍କୁ ଅଯଥା ପରାମର୍ଶ ଦିଅନ୍ତି କିମ୍ବା ଆପଣଙ୍କ ଘରେ କଣ ଘଟୁଛି ଜାଣିବାକୁ ଚେଷ୍ଟା କରନ୍ତି, ତେବେ ବୁଝିଯାଆନ୍ତୁ ଯେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଭିନ୍ନ। ସେମାନେ ଆପଣଙ୍କ ଉପରେ ନିରନ୍ତର ନଜର ରଖୁଛନ୍ତି। ଆପଣ କଣ କରୁଛନ୍ତି, ଆପଣ କଣ କରିବାକୁ ଯାଉଛନ୍ତି। କେତେକ ସମୟରେ ଏହି ମହିଳା ଆପଣଙ୍କ ଘରକୁ ଆସି ଆପଣ ଖୁସି ଅଛନ୍ତି କି ନାହିଁ ତାହା ଦେଖନ୍ତି। ଯଦି ଆପଣଙ୍କ କାମ ଠିକ ଚାଲିଛି କିମ୍ବା ଆପଣଙ୍କ ଘରେ ସବୁ କିଛି ଆସୁଛି, ତେବେ ସେ ଈର୍ଷାଳୁ ହୋଇଯିବେ ଏବଂ ତାପରେ ଏକ ତାନ୍ତ୍ରିକ ପୂଜା ଏବଂ କିଛି ବିଶେଷ ତନ୍ତ୍ର ବିଦ୍ୟା ପୂଜା କରିବେ। ଏବଂ ଯେତେବେଳେ ସେ ଆପଣଙ୍କ ଘରକୁ ଆସି ଦେଖନ୍ତି ଯେ ଆପଣ କୌଣସି ଟଙ୍କା ପାଉନାହାନ୍ତି, ସେ ଏହାକୁ ଉପଭୋଗ କରନ୍ତି। ଆପଣଙ୍କ ଘରେ ସେ ଦୁଃଖ ଚାହାନ୍ତି। ତେଣୁ ଯଦି ଆପଣ ଏପରି ଜଣେ ମହିଳାଙ୍କ ପ୍ରତି ସତର୍କ ଅଛନ୍ତି ଯିଏ ବାରମ୍ବାର ଆପଣଙ୍କ ଘରକୁ ଆସି ଆପଣଙ୍କର ବ୍ୟକ୍ତିଗତ ମାମଲାରେ ଅଯଥା ହସ୍ତକ୍ଷେପ କରନ୍ତି, ତେବେ ଆପଣଙ୍କୁ ତାଙ୍କୁ ଚିହ୍ନଟ କରି ତାଙ୍କୁ ଦୂରେଇ ରଖିବାକୁ ପଡିବ। ଭିଡିଓର ଶେଷରେ ତାଙ୍କର ନାମ ପ୍ରକାଶ କରାଯିବ।
ଏହି ମହିଳାମାନଙ୍କ ଠାରୁ କିପରି ଦୂରେଇ ରହିବେ ଏବଂ କଣ ସତର୍କତା ଅବଲମ୍ବନ କରିବାକୁ ପଡିବ ସେ ବିଷୟରେ ଟିପ୍ସ ସହିତ ଯଦି ଆପଣ ଏପର୍ଯ୍ୟନ୍ତ ଭିଡିଓଟି ଦେଖିଛନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ କାରଣ ଏହା ଆଜିର ଏକମାତ୍ର ଭିଡିଓ ଯାହା ଆପଣଙ୍କୁ ଏହି ସବୁ ସମସ୍ୟାରୁ ରକ୍ଷା କରିପାରିବ। ଗୁରୁଜୀ ଭବିଷ୍ୟବାଣୀ କରିଛନ୍ତି ଯେ ଏହିପରି ଜଣେ ମହିଳା ଆପଣଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣି ଆପଣଙ୍କୁ ଜେଲରେ ପକାଇ ପାରନ୍ତି। ତେଣୁ ଏବେ ବି ସମୟ ଅଛି, ସତର୍କ ରୁହନ୍ତୁ ଏବଂ ଆପଣଙ୍କ ନିଜର ଲାଭ ପାଇଁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡିଓଟି ବହୁତ ଚେଷ୍ଟା କରି ତିଆରି କରାଯାଇଛି ଏବଂ ଯଦି ଏଥିରୁ ଜଣେ ମଧ୍ୟ ଲାଭ ପାଆନ୍ତି ତେବେ ଗୁରୁଜୀଙ୍କର ଭିଡିଓ ତିଆରି ସଫଳ ହେବ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହା ବ୍ୟତୀତ କିଛି ମହିଳା ଅଛନ୍ତି ଯେଉଁମାନେ ଆମର ପିଲାମାନଙ୍କୁ ବାରମ୍ବାର ଆଦର କରନ୍ତି, ସେମାନଙ୍କୁ ଧରି ରଖିବାକୁ ଚାହାନ୍ତି ଏବଂ ସେମାନଙ୍କୁ ଅସୁସ୍ଥ କରିବା ପାଇଁ ଯେକୌଣସି ଉପାୟରେ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି। ସେହି ମହିଳାଙ୍କ ପାଖରେ ଯଥେଷ୍ଟ ପରିମାଣର ନକାରାତ୍ମକ ଶକ୍ତି ରହିଥାଏ। ଆପଣଙ୍କ ପିଲା ତାଙ୍କ କୋଳରେ ବସିବା ମାତ୍ରେ ସେ ଅସୁସ୍ଥ ହୋଇଯାଏ। ବନଜା ବର୍ମା ସମସ୍ତ ପିଲାଙ୍କୁ ମାରିବାକୁ ଚାହାନ୍ତି। ଆପଣଙ୍କ ପିଲା ତାଙ୍କ କୋଳରେ ବସିବା ମାତ୍ରେ ସେ ଅସୁସ୍ଥ ହୋଇଯାଏ। ସେ ଆପଣଙ୍କ ପିଲାମାନଙ୍କୁ ଯେକୌଣସି ପ୍ରକାରେ ଛୁଇଁବାକୁ ଚେଷ୍ଟା କରନ୍ତି ଏବଂ ସେ କରିବେ। ଏହା ମନେ ରଖନ୍ତୁ, ଯଦି ଆପଣ କାହାର କୋଳରେ ବସିବା ପରେ ଆପଣଙ୍କ ପିଲାର ସ୍ୱାସ୍ଥ୍ୟରେ ନକାରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ତେବେ ଏହାର ଅର୍ଥ ହେଉଛି ସେହି ମହିଳାଙ୍କର କୋଳ ଠିକ ନୁହେଁ ଏବଂ ସେହି ମହିଳା ହେଉଛନ୍ତି ପ୍ରକୃତରେ ଆପଣଙ୍କର ଶତ୍ରୁ। ତାଙ୍କର ଚିନ୍ତାଧାରା ଠିକ ନୁହେଁ, ତାଙ୍କର ଚରିତ୍ର ଠିକ ନୁହେଁ ଏବଂ ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଠିକ ନୁହେଁ। ଆପଣଙ୍କୁ ତାଙ୍କ ପ୍ରତି ଟିକେ ସତର୍କ ରହିବାକୁ ପଡିବ। ସେମାନଙ୍କୁ ଚିହ୍ନିବାର ଏହି ଉପାୟ ଗୁଡିକ ହେଉଛି ଏବଂ ଏଠାରେ ଆପଣଙ୍କୁ ସେମାନଙ୍କୁ ପରିଚାଳନା କରିବାକୁ ପଡିବ। ଜୀବନରେ ଆପଣଙ୍କୁ ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ଯଦି ଆପଣଙ୍କ ଘର ପାଖରେ ରହୁଥିବା ଲୋକମାନେ ଆପଣଙ୍କ ଘରକୁ କିଛି ମାଗୁଛନ୍ତି, ବିଶେଷ କରି ସନ୍ଧ୍ୟାରେ କ୍ଷୀର, ମଇଦା, ହଳଦୀ କିମ୍ବା ଲୁଣ, ତେବେ ଆପଣ ସେମାନଙ୍କୁ ସନ୍ଧ୍ୟାରେ କିଛି ଦେବା ଉଚିତ ନୁହେଁ। କେତେବେଳେ ଆମର ପଡୋଶୀ ଆସି ଆମକୁ କୁହନ୍ତି ଯେ ଆମ ଘରକୁ ଅତିଥି ଆସିଛନ୍ତି, ଆମକୁ ସେମାନଙ୍କ ପାଇଁ ଚା ତିଆରି କରିବାକୁ ପଡିବ, କିନ୍ତୁ ଏବେ କ୍ଷୀର ସରିଗଲା, ଆପଣ କଣ ଆମକୁ କ୍ଷୀର ଟିକେ ଦେଇପାରିବେ? ଆପଣ ଏତେ ଉଦାର ବ୍ୟକ୍ତି, ଆପଣ ତୁରନ୍ତ ସେମାନଙ୍କୁ ଦେଇ ଦିଅନ୍ତି। କିନ୍ତୁ ବାସ୍ତୁଶାସ୍ତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଏପରି କରିବା ଦ୍ୱାରା ଆପଣ ଆପଣଙ୍କ ଘରର ଆଶୀର୍ବାଦ ସେହି ବ୍ୟକ୍ତିଙ୍କୁ ହସ୍ତାନ୍ତର କରନ୍ତି। କେତେବେଳେ ସେହି ବ୍ୟକ୍ତି ମସଲା, ହଳଦୀ କିମ୍ବା ଲୁଣ ନିଅନ୍ତି। ତେଣୁ ଆପଣ ଆଧୁନିକ ମାନସିକତାରେ ପ୍ରବେଶ କରିଛନ୍ତି, ଆପଣ ଆଧୁନିକ ହୋଇଯାଇଛନ୍ତି ଏବଂ ଏପରି କରିବା ଦ୍ୱାରା ଆପଣ ଆପଣଙ୍କର ଧନ ଅନ୍ୟ କାହାର ଘରକୁ ପଠାଉଛନ୍ତି। ଭୁଲେ ମଧ୍ୟ ଆପଣଙ୍କ ଘରୁ କାହାକୁ ଲୁଣ ଦିଅନ୍ତୁ ନାହିଁ, ନଚେତ ଆପଣ ନଷ୍ଟ ହୋଇଯିବେ, ଆପଣ ଦରିଦ୍ର ହୋଇଯିବେ। ଏହା ସହିତ ଯଥାସମ୍ଭବ ଆପଣଙ୍କର ବିଶେଷ ଜିନିଷ ଗୁଡିକୁ ଆଲମାରିରେ ରଖନ୍ତୁ। କେତେକ ସମୟରେ ଆମର ପ୍ରିୟ ଜିନିଷ ଗୁଡିକ କେବଳ ସୋଫାରେ, ଡ୍ରେସିଂ ଟେବୁଲରେ ପଡି ରହିଥାଏ। ଏବେ ଯଦି ଏହି ମହିଳା ଆପଣଙ୍କ ଘରେ ଆସି ଚୁପଚାପ ଆପଣଙ୍କ ପ୍ରିୟ ଜିନିଷଟିକୁ ନେଇଯାଆନ୍ତି ତେବେ ସେ ଏହାକୁ ବ୍ୟବହାର କରିପାରିବେ କିମ୍ବା ଆପଣଙ୍କ ଉପରେ କୌଣସି ତାନ୍ତ୍ରିକ ପୂଜା ମଧ୍ୟ କରିପାରିବେ। ଆପଣ କଣ ଏହା ବିଷୟରେ ଭାବିଛନ୍ତି ଯେ ହୁଏତ ଆପଣଙ୍କର କିଛି ଜିନିଷ ହଠାତ୍ ଅଦୃଶ୍ୟ ହୋଇଯାଇଛି ଏବଂ ମିଳୁନାହିଁ, ତେବେ ସମ୍ଭବତଃ କେହି ସେଗୁଡ଼ିକୁ ନେଇଯାଇଛି ଏବଂ ଯଦି ଆପଣ ଆପଣଙ୍କ ଜୀବନରେ କିଛି ସଂକେତ ଦେଖୁଛନ୍ତି ତେବେ ଏହା ନିଶ୍ଚିତ ଯେ କେହି ଆପଣଙ୍କ ସହିତ କିଛି କରିଛନ୍ତି, କେହି ଆପଣଙ୍କ ଖୁସି ଉପରେ ନିଶ୍ଚିତ ଭାବରେ ଖରାପ ନଜର ପକାଇଛନ୍ତି। ତେବେ ସେହି ସଂକେତ ଗୁଡିକ କଣ? କେଉଁ ଲକ୍ଷଣ ଗୁଡିକ ଅଛି ଯାହା ଆମେ ଦେଖିପାରୁଛୁ ଯେ କେହି ଆମ ସହିତ କିଛି କରିଛନ୍ତି, କେହି ଆମ ଘରକୁ କିଛି କରିଛନ୍ତି। କେତେକ ସମୟରେ ଆମ ଘରର ବଡମାନେ ମଧ୍ୟ କୁହନ୍ତି ଯେ ନିଶ୍ଚିତ ଭାବରେ କେହି ଜଣେ ତୁମ ସହିତ କିଛି କରିଛନ୍ତି ଏବଂ ଆମେ ତାହା ଶୁଣୁନାହୁଁ। କିନ୍ତୁ ଯଦି ତୁମେ ଗୁରୁଜୀଙ୍କୁ ତୁମ ସହିତ ସେୟାର କରିବାକୁ ଯାଉଥିବା ସଂକେତ ଗୁଡିକୁ ଲକ୍ଷ୍ୟ କରିବ ତେବେ ସେଗୁଡିକୁ ବୁଝ। ତୁମ ପରିବାରର ବୟସ୍କ ମାନେ ସମ୍ପୂର୍ଣ୍ଣ ଠିକ କହୁଛନ୍ତି,
କେହି ଜଣେ ନିଶ୍ଚିତ ଭାବରେ ତୁମ ସହିତ କିଛି କରିଛନ୍ତି। ସେମାନେ ସଂକେତ ଗୁଡ଼ିକୁ ପ୍ରକାଶ କରିବେ। ସେମାନେ ସତର୍କତା ବିଷୟରେ ମଧ୍ୟ ବୁଝାଇବେ ଏବଂ ସେଗୁଡ଼ିକୁ ଏଡ଼ାଇବାର ଉପାୟ ପ୍ରଦାନ କରିବେ। ନିଜକୁ କେବଳ ଟିକେ ଅଧିକ ସମୟ ଦିଅନ୍ତୁ, ମାତ୍ର 10 ମିନିଟ, ଏବଂ ତୁମେ ତୁମର ଜୀବନକୁ ସମସ୍ତ ଅସୁବିଧାରୁ ମୁକ୍ତ କରିପାରିବ ଏବଂ ତୁମର ପରିବାରକୁ ଏକ ଭଲ ଜୀବନ ଦେଇପାରିବ। ତେଣୁ ଶେଷ ପର୍ଯ୍ୟନ୍ତ ଭିଡିଓ ସହିତ ରୁହ। ଏହି ଭିଡିଓ ତୁମର ଦିନ କିମ୍ବା 2 ଦିନ କରିବ ନାହିଁ। ଏହା ତୁମର ସମଗ୍ର ଭବିଷ୍ୟତକୁ ଉଜ୍ଜଳ ଏବଂ ସୁନ୍ଦର କରିବ। ତୁମେ କେଉଁ ପ୍ରଥମ ସଂକେତ ଦେଖୁଛ? ଆମ କଥାକୁ ବହୁତ ଗମ୍ଭୀରତାର ସହିତ ଶୁଣ। ହଠାତ୍ ଆମ ଘରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ଆରମ୍ଭ ହୁଏ, ବିନା ପ୍ରରୋଚନାରେ ଝଗଡ଼ା ଏବଂ ମତଭେଦ ସହିତ। ପରିବାରର ସଦସ୍ୟମାନେ ଯେଉଁମାନେ ପୂର୍ବରୁ ବହୁତ ଭଲ ଭାବରେ ମିଶି ରହୁଥିଲେ, ସେମାନେ ହଠାତ୍ ଅତ୍ୟନ୍ତ ବିରକ୍ତ ଏବଂ ଝଗଡ଼ା କରିବାକୁ ଲାଗିଲେ। ଅତ୍ୟନ୍ତ ସତର୍କ ରୁହନ୍ତୁ। ତୁମେ ଏହି ଭୁଲ କରିବା ଉଚିତ ନୁହେଁ। ବିନା କାରଣରେ କାହା ସହିତ ଯୁକ୍ତିତର୍କ କରିବା ଉଚିତ ନୁହେଁ। ଯଦି ପରିବାରର କେହି ବଡ଼ ହୋଇ କିଛି କହୁଛନ୍ତି, ତେବେ ସେମାନଙ୍କ କଥା ଶୁଣନ୍ତୁ ଏବଂ ବୁଝନ୍ତୁ। ଯଦି ଆପଣ ପରିବାରର ବଡ଼ ବ୍ୟକ୍ତି, ତେବେ ସାନ ପିଲାମାନଙ୍କ କଥାକୁ ଗମ୍ଭୀରତାର ସହିତ ନେବା ଉଚିତ ନୁହେଁ। କେବଳ ସେମାନଙ୍କୁ ଟିକେ ଅଣଦେଖା କରନ୍ତୁ। କେବଳ ଏହା କରି ଆପଣ ଘରୋଇ କଳହକୁ ରୋକିପାରିବେ। କିନ୍ତୁ ଯଦି ଏପର୍ଯ୍ୟନ୍ତ ଲଗାତାର ଝଗଡ଼ା ଲାଗି ରହେ, ତେବେ ଏହାକୁ ଏକ ସଂକେତ ଭାବରେ ବୁଝନ୍ତୁ ଯେ କେହି ଜଣେ ନିଶ୍ଚିତ ଭାବରେ ଆପଣଙ୍କ ପରିବାର ଉପରେ ଚାପ ପକାଇଛି। କେତେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ ଯେ ପରିବାରର ସଦସ୍ୟମାନେ ବାରମ୍ବାର ଅସୁସ୍ଥ ହୁଅନ୍ତି। ଜଣେ ବ୍ୟକ୍ତିଙ୍କୁ ଥଣ୍ଡା କାଶ ହେବ ଏବଂ ସେମାନେ ସୁସ୍ଥ ହେବା ମାତ୍ରେ ଅନ୍ୟ ଜଣେ ଏହି ରୋଗରେ ପୀଡ଼ିତ ହେବ ଏବଂ ଥଣ୍ଡା ତାପରେ ତୃତୀୟ ଜଣକୁ ବ୍ୟାପିଯିବ। ପରିବାର ସାରା ବିଭିନ୍ନ ରୋଗ ବ୍ୟାପିଯିବ। ଛୋଟ ପିଲାମାନେ ବାରମ୍ବାର ଅସୁସ୍ଥ ହେବେ ଏବଂ ଚିକିତ୍ସା ପାଇଁ ଯିବେ, କିନ୍ତୁ ଏହା କାମ କରୁନାହିଁ। ସେହି ବ୍ୟକ୍ତି ପୁଣି ଅସୁସ୍ଥ ହୋଇପଡ଼ନ୍ତି ଏବଂ ସମଗ୍ର ପରିବାର ଦୁଃଖିତ ହୁଏ। ଏହା ଏକ କାରଣ ହୋଇପାରେ କାହିଁକି ଏହା ଏକ ଚିକିତ୍ସା ସମୟ ନୁହେଁ, ବରଂ ଏକ ଯାଦୁବିଦ୍ୟା ସମସ୍ୟା। କେତେକ ସମୟରେ ଆମେ ଆମର ଟଙ୍କା ଆସିବାକୁ ଯାଉଛୁ। ଆମର ବହୁତ ଆଶା ଅଛି ଯେ ଆମର ଟଙ୍କା ଆସିବ। ଆମେ ବହୁତ ଖୁସି, ଆମେ ଉତ୍ସାହିତ ହେଉ, କିନ୍ତୁ ଏହି ଉତ୍ସାହରେ ଆମେ ଏହି ଖବର ସେହି ବ୍ୟକ୍ତି ସହିତ ବାଣ୍ଟିଥାଉ। ଜଣେ ଗୁଣୀ ଯିଏ ଆମର ମଙ୍ଗଳ କାମନା କରନ୍ତି ନାହିଁ, ଯିଏ ଆମ ପାଖରେ ଟଙ୍କା ପାଇବାକୁ ଚାହାନ୍ତି ନାହିଁ, ତାପରେ କଳା ଯାଦୁ ବ୍ୟବହାର କରି ଆପଣଙ୍କ ଟଙ୍କା ଆସିବାକୁ ବନ୍ଦ କରିଦିଅନ୍ତି। ଆପଣଙ୍କ ସହିତ କେବେ ଏପରି ଘଟିଛି କି? ଦୟାକରି ଏହାକୁ ଥିବା ତଳେ ମନ୍ତବ୍ୟ ବକ୍ସରେ ନିଶ୍ଚୟ କୁହନ୍ତୁ। ଆପଣ କଣ ଏହି ସଂକେତ ଗୁଡ଼ିକ ଅନୁଭବ କରୁଛନ୍ତି? ଗୁରୁଜୀ ଆପଣଙ୍କୁ କମେଣ୍ଟ ବକ୍ସରେ ଏକ ସମାଧାନ ପ୍ରଦାନ କରିବେ। କେତେକ ସମୟରେ ବ୍ୟବସାୟ ଏବଂ ଚାକିରି ହଠାତ୍ କ୍ଷତି ହେବା ଆରମ୍ଭ ହୁଏ। ଜିନିଷ ପତ୍ର ଆସିବା ବନ୍ଦ ହୋଇଯାଏ, ଅର୍ଡର ଆସିବା ବନ୍ଦ ହୋଇଯାଏ। ଆପଣ ଆପଣଙ୍କ ଚାକିରିରେ ଆଗ୍ରହ ହରାଇ ଦିଅନ୍ତି। ଆପଣ ବହୁତ ଗାଳି ଦେବା ଆରମ୍ଭ କରନ୍ତି ଏବଂ ବିନା କାରଣରେ ଆପଣଙ୍କର ଋଣ ବୃଦ୍ଧି ପାଏ। ଏହା ମଧ୍ୟ ଏକ ସଂକେତ ଯେ କେହି ଆପଣଙ୍କ ସହିତ ନିଶ୍ଚିତ ଭାବରେ କିଛି କରିଛନ୍ତି। କେତେକ ସମୟରେ ଘରର ଜିନିଷ ପତ୍ର ହଠାତ୍ ଭାଙ୍ଗିବା ଆରମ୍ଭ ହୁଏ। ଉଦାହରଣ ସ୍ୱରୂପ, ଯଦି ଏକ ମିକ୍ସଚର ହଠାତ୍ ଖରାପ ହୋଇଯାଏ କିମ୍ବା ଏକ କୁକର ହଠାତ୍ ଖରାପ ହୋଇଯାଏ, ତେବେ ଆମକୁ ସେଠାରେ ଟିକେ ସତର୍କ ରହିବାକୁ ପଡ଼ିବ। ଏହା ଏକ ସାଧାରଣ ସଂକେତ ନୁହେଁ। ଯେତେବେଳେ ଆପଣ ଶୋଇଥାନ୍ତି, ଆପଣ ଭୟଙ୍କର ସ୍ୱପ୍ନ ଦେଖନ୍ତି ଏବଂ ଆପଣ ଏପରି ସ୍ୱପ୍ନ କାହିଁକି ଦେଖିଛନ୍ତି ସେ ବିଷୟରେ ବହୁତ ଚିନ୍ତିତ ହୋଇଯାନ୍ତି। ଆଜି ମୁଁ କାହିଁକି ସେହି ସ୍ୱପ୍ନ ଦେଖିଲି? ଏହା ମଧ୍ୟ ଏକ ସଂକେତ ଯେ କେହି ଆପଣଙ୍କ ଉପରେ ମନ୍ତ୍ର ପକାଇଛି। ଏହା ବ୍ୟତୀତ ଆପଣଙ୍କ ଘରର ବିଭିନ୍ନ କୋଣରେ ଲେମ୍ବୁ, ପାଉଁଶ, କେଶବନ୍ଧନ ଏବଂ ଅନ୍ୟାନ୍ୟ ବିଭିନ୍ନ ଯାଦୁବିଦ୍ୟା ଭଳି ଗୁପ୍ତ ଅଭ୍ୟାସ ସହିତ ଜଡ଼ିତ ବିଭିନ୍ନ ଜିନିଷ ପାଇବା ପାଇଁ ସତର୍କତା ଆବଶ୍ୟକ। ଆମ ଘରେ ଏପରି ଜିନିଷ କେଉଁଠାରୁ ଆସିପାରେ? ଆମେ ସେଗୁଡ଼ିକ ଆଣିନାହୁଁ। ଏହା ନିଶ୍ଚିତ ଭାବରେ ଶତ୍ରୁର ଏକ ଚାଲ। ଆପଣଙ୍କୁ ସେଠାରେ ବହୁତ ସତର୍କ ରହିବାକୁ ପଡ଼ିବ ଏବଂ
ସେହି ସମୟରେ ଆପଣଙ୍କୁ ଏତେ ସତର୍କ ରହିବାକୁ ପଡିବ ଯେ ଆମେ ଘରେ ଏପରି ପ୍ରତିକ୍ରିୟାକୁ ଦୂର କରିପାରିବା। ତେଣୁ ଆମେ ଭୟଭୀତ ହେବା ଉଚିତ ନୁହେଁ ଏବଂ ଆପଣ ଭୟଭୀତ ହେବା ଉଚିତ ନୁହେଁ। ଆମେ ଆପଣଙ୍କୁ ସମାଧାନ କହୁଛୁ, କିନ୍ତୁ ଏହା ପୂର୍ବରୁ ଆମେ ଆପଣଙ୍କୁ ସେହି ମହିଳାଙ୍କ ନାମ କହିବାକୁ ଚାହୁଁଛୁ, ଯେପରି ଏହା ଗୁରୁଜୀଙ୍କ ପର୍ଚ୍ଚାରେ ପୂର୍ବରୁ ଉଲ୍ଲେଖ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହେବାକୁ ଯାଉଛି। ଏହି ନାମ ଜାଣିବା ଆପଣଙ୍କୁ ବିରକ୍ତ କରିପାରେ, ଆପଣଙ୍କ ଆଖିରେ ଲୁହ ମଧ୍ୟ ଆଣିପାରେ, କିନ୍ତୁ ଆପଣଙ୍କ ନିଜ ମଙ୍ଗଳ ପାଇଁ ଆପଣ ତାର ନାମ ଜାଣିବା ଉଚିତ। ନଚେତ୍ ଏହି ବ୍ୟକ୍ତି ଆପଣଙ୍କୁ ଦୟା ଦେଖାଇବେ ନାହିଁ। ଆମକୁ ତାଙ୍କୁ ପରିତ୍ୟାଗ କରିବାକୁ ପଡିବ। ଆମେ ଆପଣଙ୍କୁ ଜଣେ ମହିଳାଙ୍କ ନାମ କହିବୁ ଯାହାଙ୍କର ନାମ ପି ଅକ୍ଷରରୁ ଆରମ୍ଭ ହୋଇ କେ ଅକ୍ଷରରେ ଶେଷ ହୁଏ। ଗୁରୁଜୀ ଏହି ମହିଳାଙ୍କର ସମ୍ପୂର୍ଣ୍ଣ ନାମ ଜାଣନ୍ତି, କିନ୍ତୁ ଜଣେ ମହିଳା ଭାବରେ ତାଙ୍କ ପ୍ରତି ସମ୍ମାନ ହେତୁ ଗୁରୁଜୀ ତାଙ୍କର ପ୍ରତିଛବିକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ପ୍ରତିଛବି ଅଛି ଯାହାକୁ ଏହିପରି ମଳିନ କରାଯାଇପାରିବ ନାହିଁ। କିନ୍ତୁ ଜ୍ଞାନୀମାନଙ୍କ ପାଇଁ ଏକ ସଂକେତ ହିଁ ଯଥେଷ୍ଟ ଏବଂ ଆମେ ଆପଣଙ୍କୁ ପୂର୍ବରୁ ସଂକେତ ଦେଇଛୁ ଯେ ଏହି ମହିଳାଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇ କେ ସହିତ ଶେଷ ହୁଏ। ବର୍ତ୍ତମାନ ସେ ଆପଣଙ୍କର ନିକଟ ସମ୍ପର୍କୀୟ ହୋଇପାରନ୍ତି, ସେ ଜଣେ ନିକଟ ପଡୋଶୀ ହୋଇପାରନ୍ତି, ସେ ଜଣେ ନିକଟବର୍ତ୍ତୀ ବାସିନ୍ଦା ହୋଇପାରନ୍ତି, ସେ ଜଣେ ସହକର୍ମୀ ହୋଇପାରନ୍ତି, ସେ ଜଣେ ସ୍କୁଲ କିମ୍ବା କଲେଜର ବନ୍ଧୁ ହୋଇପାରନ୍ତି। କିନ୍ତୁ ଗୋଟିଏ କଥା ନିଶ୍ଚିତ, ଏହି ସେହି ମହିଳା ଯିଏ ତୁମ ଉପରେ କଳା ଯାଦୁ କରୁଛି, ସେ ତୁମର ଖୁସି ଉପରେ ମଧ୍ୟ ଖରାପ ନଜର ପକାଉଛି। ସେ ତୁମର ପ୍ରତିମୂର୍ତ୍ତି ଉପରେ ମୃତ୍ୟୁର ମଧ୍ୟ ଯାଦୁ କରୁଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ତୁମକୁ ନଷ୍ଟ କରିବା ପାଇଁ ପ୍ରତ୍ୟେକ ଦିନ ନୂତନ ଷଡ଼ଯନ୍ତ୍ର ରଚୁଛି। ତାଙ୍କ ପ୍ରତି ସତର୍କ ରୁହ, ନଚେତ୍ ତୁମେ ତାଙ୍କୁ ବିଶ୍ୱାସ କରିଚାଲିବ। କିନ୍ତୁ ତୁମେ ଗୋଟିଏ କଥା ବୁଝିପାରିବ ନାହିଁ, ଯାହାଙ୍କୁ ମୁଁ ବିଶ୍ୱାସ କରୁଛି ସେ ହେଉଛନ୍ତି ସବୁଠାରୁ ବଡ଼ ହାତ ଥିବା ବ୍ୟକ୍ତି। କିନ୍ତୁ ଆଜି ଗୁରୁଜୀ ତୁମର ହାତ ଧରି ତୁମକୁ ଏହି ସମସ୍ତ ଅସୁବିଧାରୁ ବାହାର କରିବାକୁ ଆସିଛନ୍ତି। ଯଦି ଆପଣ ଆଜିର ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ତେବେ ମୁଁ କହୁଛି ଭଗବାନ ତୁମକୁ ଆଶୀର୍ବାଦ କରିଛନ୍ତି, କିନ୍ତୁ ଏବେ ତୁମକୁ କେବଳ ପ୍ରତିକାର ଶିଖିବାକୁ ପଡିବ, କାରଣ ଆମ ପାଖରେ ସମସ୍ତ ସୂଚନା ରହିଛି। ଏବେ ଆମକୁ କେବଳ ରକ୍ଷା ପାଇବାକୁ ପଡିବ, ପ୍ରତିକାର ଶିଖିବାକୁ ପଡିବ, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ କୌଣସି ମହିଳା ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି ଏବଂ ଆମେ ଯେମିତି ତାର ଶିକାର ନ ହେବୁ। ତେଣୁ ଏକ ପ୍ରତିକାର ଭାବରେ ପ୍ରଥମ ଚମତ୍କାର ପ୍ରତିକାର ହେଉଛି ଲୁଣ ଏବଂ ସୋରିଷ ଦାନା। ଧ୍ୟାନ ଦେଇ ଶୁଣନ୍ତୁ, ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ତୁମର କାମ ସଫଳ ହେବ। ତୁମେ ଏହି ତିନୋଟି ଜିନିଷ ନେବାକୁ ପଡିବ, ଲୁଣ, ସୋରିଷର ଦାନା ଏବଂ ଶୁଖିଲା ଲାଲ ଲଙ୍କା, ଏବଂ ସେଗୁଡ଼ିକୁ ତୁମର ମୁଣ୍ଡ ଉପରେ 7 ଥର ଘୁରାଅ। ଏହା କରିବା ଦ୍ୱାରା ତୁମେ ଏପରି ଅନୁଭବ କରିବ ଯେପରି ତୁମେ ସେଗୁଡ଼ିକୁ ନିଆଁ ଲଗାଇ ଦେଇଛ। ଏହା ବିଶ୍ୱାସ କରାଯାଏ ଯେ ଏହି ପ୍ରତିକାର ପରିବାରର ଯେକୌଣସି ସଦସ୍ୟଙ୍କ ମୁଣ୍ଡ ଉପରେ କରାଯିବା ଉଚିତ ଯିଏ ପ୍ରଭାବିତ ହୋଇଛନ୍ତି। ଏହି ପ୍ରତିକାର ତୁରନ୍ତ ହିଁ ଖରାପ ଦୃଷ୍ଟିକୁ ଦୂର କରେ। ଯଦି କିଛି ଲାଗିଯାଏ କିମ୍ବା କାମ କରୁନାହିଁ, ତେବେ ଏହି ପ୍ରତିକାର ତୁମ ପାଇଁ ସବୁଠାରୁ ଲାଭଦାୟକ ହେବ। ଏବେ ମୁଁ ତୁମକୁ ଏକ ଲେମ୍ବୁ ଏବଂ ଲଙ୍କାର ଉପାୟ ବିଷୟରେ କହିବାକୁ ଯାଉଛି, ଯାହା ପ୍ରତ୍ୟେକ ଘରେ କରାଯାଏ, କିନ୍ତୁ ସଠିକ ଭାବରେ କରାଯାଏ ନାହିଁ। ସେଥିପାଇଁ ତୁମକୁ 7ଟି ସବୁଜ ଲଙ୍କା ନେବାକୁ ପଡିବ, ଯାହା ନ ଭାଙ୍ଗିଥିବା ଉଚିତ, ସେଗୁଡ଼ିକ ସମ୍ପୂର୍ଣ୍ଣ ହେବା ଉଚିତ, ଏବଂ ଗୋଟିଏ ଲେମ୍ବୁ। ଏବେ ଏହାକୁ ସୂତାରେ ବାନ୍ଧି ମୁଖ୍ୟ ଦ୍ୱାରରେ ମନ୍ତ୍ର ଜପ କରି ଟାଙ୍ଗି ଦିଅ ଏବଂ ସେହି ମନ୍ତ୍ରଟି ହେଉଛି ଓମ୍ କଭଲମ୍। ଜପ କରିବା ସମୟରେ ତୁମେ ଏହାକୁ ତୁମର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦେବା ଉଚିତ ଏବଂ ପ୍ରତି ଦ୍ୱିତୀୟ ଶନିବାର ଏହାକୁ ବାହାର କରି ପୁରୁଣା ଛକରେ ଫୋପାଡ଼ି ଦିଅ। ଏହା ତୁମ ଘରକୁ ଆସୁଥିବା ଯେକୌଣସି ଦୁଷ୍ଟ ଶକ୍ତିକୁ ଦୂର କରିବ। କୌଣସି ଦୁଷ୍ଟ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ। ପ୍ରତ୍ୟେକ ଗୁରୁବାର ଏବଂ ଶୁକ୍ରବାର ତୁମେ ନିଜ ଘରେ ଲବଙ୍ଗ ଏବଂ କର୍ପୂର ଧୂଆଁ ଜାଳିବା ଉଚିତ। ତୁମେ ଚାହିଁଲେ କର୍ପୂରର ଧୂଆଁ ମଧ୍ୟ କରିପାରିବ।
କିନ୍ତୁ ଲବଙ୍ଗ ଏବଂ କର୍ପୂରର ଧୂଆଁ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ଦୂର କରିବାର ଶକ୍ତି ରଖେ। ତେଣୁ ଏହି ଉପଚାର ଅଧିକ ପ୍ରଭାବଶାଳୀ। ଏହାକୁ କରିବା ପାଇଁ ଚେଷ୍ଟା କର। ଏହା ସହିତ ଧରିନିଅ ଯେ ତୁମେ ଅନୁଭବ କରୁଛ ଯେ କେହି ତୁମ ଘରକୁ କିଛି କରିଛି, ତେବେ କେବଳ ଗୋଟିଏ ସମାଧାନ କରିପାରିବ ଏବଂ ଆମର ସମସ୍ତ ସମସ୍ୟା ଗୁଡିକ ଦୂର ହୋଇଯିବ। ତେଣୁ ମୁଁ ତୁମକୁ କେବଳ ଗୋଟିଏ ସମାଧାନ କହିବି, ଧ୍ୟାନ ଦେଇ ଶୁଣ। ତୁମକୁ କଳା ରାଶି, କଳା ଗୋଲମରିଚ, ସୋରିଷ ଏବଂ ଲବଙ୍ଗକୁ ଏକ ଲାଲ କପଡାରେ ବାନ୍ଧି ତୁମ ଘରର ଉତ୍ତର ପୂର୍ବ କୋଣରେ ରଖିବାକୁ ପଡିବ। ଉତ୍ତର ପୂର୍ବ କୋଣ କେଉଁଠି? ଆପଣଙ୍କ ଘରର ଉତ୍ତର ପୂର୍ବ କୋଣ ଖୋଜନ୍ତୁ ଏବଂ ଏହି ଗଣ୍ଠିଟିକୁ ସେଠାରେ ରଖନ୍ତୁ। ଏହା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦେବ ନାହିଁ। ଆପଣଙ୍କ ବିଷୟରେ ଖରାପ ଭାବୁଥିବା ମହିଳା ମଧ୍ୟ ଆପଣଙ୍କ ଘରକୁ ଆସିପାରିବ ନାହିଁ। ଏପରି କିଛି ପରିସ୍ଥିତି ସୃଷ୍ଟି ହେବ, ଏପରି କିଛି କାରଣ ସୃଷ୍ଟି ହେବ ଯେ ସେ ଆପଣଙ୍କ ଘରକୁ ଆସିପାରିବ ନାହିଁ। ଏହି ଉପାୟର ଏତେ ବଡ଼ ପ୍ରଭାବ ରହିଛି। ଆପଣଙ୍କ ଘରେ ଯଦି ତୁଳସୀ ଗଛ ନାହିଁ, ତେବେ ତୁରନ୍ତ ଏକ ତୁଳସୀ ଗଛ ଲଗାନ୍ତୁ। ପ୍ରତି ସପ୍ତାହରେ ଆପଣଙ୍କ ଘରେ ଗଙ୍ଗା ଜଳ କିମ୍ବା ଗୋମୂତ୍ର ଛିଞ୍ଚନ୍ତୁ। ପ୍ରତ୍ୟେକ ଦିନ ଘରେ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଯେତେବେଳେ ବି ସୁଯୋଗ ପାଇବେ ପିଲାମାନଙ୍କ ଠାରୁ ଖରାପ ନଜର ଦୂର କରନ୍ତୁ। ଆପଣଙ୍କର ଜୀବନ ବହୁତ ଭଲ ହେବାକୁ ଲାଗିବ ଏବଂ ଆପଣଙ୍କୁ କାହାକୁ ବି ଭୟ କରିବାକୁ ପଡିବ ନାହିଁ, କାରଣ ଗୁରୁଜୀ ଆପଣଙ୍କ ହାତ ଧରିଛନ୍ତି। ଏବଂ ଯଦି ଆପଣ ସବୁବେଳେ ଏହିପରି ଖୁସି ରହିବାକୁ ଏବଂ ପ୍ରତ୍ୟେକ ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି, ତେବେ ନିଶ୍ଚିତ ଭାବରେ ଏହି ପ୍ରତିକାର ଗୁଡିକୁ ଅବଲମ୍ବନ କରନ୍ତୁ।